ରାତି ପାଖାପାଖି 8:30ଟା ଆଉ ଆମେ ସମସ୍ତେ ବାହାରିଲୁ ବାଲେଶ୍ୱର କାହିଁକିନା ଦେଉରୁ ଆସିଥିଲେ। ତ ତାଙ୍କର ଆଇସ୍କାନ୍ କରିବାର ଥିଲା। ତାଙ୍କ ନାଁରେ ଯେଉଁ ଟୋକନର ଧାନ ଆମେ ଦେଇଥିଲୁ, ତ ଆମେ ମନେ ନଥିଲା, ମିଷ୍ଟର ଦାସଙ୍କର ମନେ ନଥିଲା ଯେ ଆଇସ୍କାନ୍ ବି କରିବା ପାଇଁ ପଡ଼ିବ। ଆଉ ହଠାତ୍ ଧାନ ଦେଇ ସାରିବା ପରେ ମନେ ପଡ଼ିଲା। ଆଉ ସେତେବେଳେ ଦେଉର ବାବୁଙ୍କୁ ଫୋନ୍ କରିକି ଡକାଗଲା। ତ କାଲି ରାତିରେ ସେ ବସ୍ରେ ବସିଲେ, ଆଜି ସକାଳେ 8:30ଟାରେ ଆସିକି ପହଞ୍ଚିଲେ। ଆଉ ଯାଇକି ଆଇସ୍କାନ୍ଟା ବି କରିଦେଇକି ଆସିଲେ। ଯେହେତୁ ତାଙ୍କର ସେଠି ଛୁଟି ନଥିଲା କମ୍ପାନୀରେ, ତ ସେ କ'ଣ କଲେ ନା ଆଜି ହିଁ ରାତିରେ ପଳେଇଯିବେ ବୋଲି ବାହାରିଲେ। ଆଉ ସେଥିପାଇଁ ଆମେ ସମସ୍ତେ ତାଙ୍କୁ ଛାଡ଼ିବା ପାଇଁ ନେଇକି ଯାଇଥିଲୁ। ଆଉ ଯିବା ବାଟରେ ତାଙ୍କର ଯେହେତୁ ଶୁକ୍ରବାର ଦିନ ତାଙ୍କର ଜନ୍ମଦିନ ଥିଲା, ତ ସେଥିପାଇଁ ଆମେ ଯାଇକି ଡ୍ରେସ୍ କିଣିଲୁ ତାଙ୍କ ପାଇଁ। ସେ ତ ଟୋଟାଲି ରାଜି ହିଁ ହେଉନଥିଲେ ଡ୍ରେସ୍ କିଣିବା ପାଇଁ, କାହିଁକିନା ମୋତେ ଟାଇମ୍ ହେଉନି ଡ୍ରେସ୍ ପିନ୍ଧିବାକୁ ସେଠି। ଆଉ ତ ମୁଁ ଡ୍ରେସ୍ କିଣିବିନି, ମୋ ଡ୍ରେସ୍ ଅଛି। ତଥାପି ବି ଆମେ ଜବରଦସ୍ତି କରିକି ଯାଇକି ତାଙ୍କ ପାଇଁ ଡ୍ରେସ୍ କିଣିଲୁ। ଆଉ ମିଷ୍ଟର ଦାସକୁ ବି ମୁଁ କହିଲି ଯେ ତୁମେ ବି ଯାହେଲେ କିଛି କିଣିକି ନେଇଯାଅ। ତ ତାଙ୍କୁ ପସନ୍ଦ ହେଲାନି। ତାପରେ ଆସିଲି ଫଳ ଦୋକାନ, ମାଆଙ୍କ ପାଇଁ ଟିକେ ସେଉ ନେଇକି ଗଲି। ଆଉ ଯିବା ବାଟରେ ପଡ଼ିଲା ବସ୍ଷ୍ଟାଣ୍ଡ ଭିତରକୁ ଆମେ ଗଲୁନି କାହିଁକିନା ଲେଟ୍ ହେବ। ତା ସହିତ ସିଲୁ ମନା କଲେ ଯେ ନାଇଁ ତୁମେ ସେଠି ହିଁ ମୋତେ ଓହ୍ଲେଇ ଦିଅ। ଆଉ ସେଠି 2 ଜଣ ଲାଗାଲୁଗି ହୋଇଥିଲେ, କକା ଆଉ ପୁତୁରା। ତ ଇସୁ ଦେଉନଥାଏ, ପପକର୍ଣ୍ଣ ଦେଉନଥାଏ। ଆଉ ସେ ଜବରଦସ୍ତି ତା ପାଖରୁ ଖାଇବ ବୋଲି ବାହାରିଥାନ୍ତି। ଆଉ ମନଟା କେଉଁଠି ନା କେଉଁଠି ଭଲ ଲାଗୁନଥାଏ। ଯାହା ବି ହେଲେ ସେ ଆସିଥିଲେ, ଆଉ 3-4 ଦିନ ବି ନାହିଁ, ଗୋଟେ ଦିନରେ ହିଁ ସେ ଯାଉଛନ୍ତି। ଆଉ ତ ସେ ଗଲେ। ଯିବା ବାଟରେ ଆମେ ଆସିଲୁ। ଆସିବା ବାଟରେ ଇସୁ ମୋର ଚାଲିଥାଏ ମସ୍ତି। ମିଷ୍ଟର ଦାସଙ୍କର ତ ବାରବାର ଫୋନ୍ ଆସିଥାଏ, ସେ କଥା ହେଉଥାନ୍ତି। ଆମ ପାଇଁ ତାଙ୍କ ପାଖରେ ଟାଇମ୍ ବି ନାହିଁ। ତ ଆମେ ମା' ପୁଅ ଆମର ଏନ୍ଜୟ କରିକି ଆସିଲୁ। ତାପରେ ମାଆଙ୍କ ପାଇଁ ମେଡ଼ିସିନ୍ କିଣିଲୁ ରେମୁଣାରୁ। ତାପରେ କିଛି ଗୋଟେ ଯିବା ପରେ ଆମେ ଆସିକି ମିଷ୍ଟର ଦାସ ଗଲେ ଖାଇବା ଆଣିବା ପାଇଁ। ଆଉ ଇସୁ ମୁଁ ଗାଡ଼ିରେ ବସିଥିଲୁ। ସେତିକି ଟାଇମ୍ ଭିତରେ ମୁଁ ଇସୁ ପାଇଁ ରୁଟି ବି ନେଇଯାଇଥିଲି। ଯେଉଁ ଟାଇମ୍ରେ ମିଷ୍ଟର ଦାସ ଯାଇଥିଲେ, ମୁଁ ତାକୁ ରୁଟି ଖୁଆଇଦେଲି। ତାପରେ ଆସିବା ବେଳକୁ ନାନୀ ଆସିକି ପହଞ୍ଚିଥାଏ, କାହିଁକିନା ମୋ ଝିଅର ଫଙ୍କସନ୍ ଥିଲା ଆଜି। ଆଉ ତ ଆସିକି ସେ ବି ପହଞ୍ଚି ଯାଇଥିଲା। ରାସ୍ତାରେ ଆମର ଦେଖା ହେଇଗଲା, ମାନେ ଆମ ଗେଟ୍ ସାମ୍ନାରେ ଦେଖା ହେଇଗଲା। ଚୁନୁ ବାପା ତ ଟୋଟାଲି ମାନେ ସେ ଗାଡ଼ି ଭିତରେ ବସିବନି ବୋଲି ବାହାରୁଥିଲା। ସେ ବାହାରକୁ ଆସିବ, ମୋ ପାଖକୁ ଆସିବ ବୋଲି ବାହାରୁଥିଲା। ତ ସେ ଯେତେବେଳେ ପଳେଇଗଲା, ଇସୁ ପ୍ରବଳ ଜୋରେ କାନ୍ଦୁଥାଏ। ତା ବାପା ବହୁତ ବୁଝିବା ପରେ ସେ ଯାଇକି ଶାନ୍ତ ହେଲା, ତା କାନ୍ଦ ବନ୍ଦ ହେଲା। ତାପରେ ଘରକୁ ଆସିବା ପରେ ଡ୍ରେସ୍ ଫ୍ରେସ୍ ଚେଞ୍ଜ କରିସାରିବା ପରେ ତ ମିଷ୍ଟର ଦାସ ନେଇକି ଆସିଥିଲେ ପକୋଡ଼ା। ତ ମୁଁ ବାଢ଼ି ଦେଲି, ଆଉ ବାପ ପୁଅ ବସିକି ଖାଉଥାନ୍ତି। ଇସୁ ତ ବହୁତ ଏନ୍ଜୟ କରି ଖାଉଥାଏ। ସେ ଯେତିକି ନିଜେ ଖାଇବାରେ ଖୁସି ନଥାଏ, ସେ ଖୁଆଇବାରେ ବହୁତ ଖୁସି ଥାଏ, ମାନେ ଖୁସି ପାଏ। ମୁଁ ଯେତେକ ଲକ୍ଷ୍ୟ କରିଛି ତାକୁ। ତ ଏଇ ଥିଲା ଆଜିର ବ୍ଲଗ୍। ରହିଲି। ଜୟ ଜଗନ୍ନାଥ।